ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗିରିଧାରୀ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଫକୀର ମୋହନ ଡାକୁଆ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିହାରବାଳା ରାଉତ, ଶିକ୍ଷକ ପବିତ୍ର କୁମାର ବେହେରା, ମହେଶ୍ୱର ପ୍ରଧାନ, ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ ମଞ୍ଚାସୀନ ଥିଲେ। ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆରେ ପହଞ୍ଚିଥିଲା। କ୍ରୀଡ଼ା ପତାକା ଉତ୍ତୋଳନ ପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡ଼ା ଉତ୍ସବ 2 ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। 2 ଦିନ ଧରି ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ, ଜାଭଲିନ୍ ଥ୍ରୋ, ପୁଚି, ମ୍ୟୁଜିକ୍ ଚେୟାର, ବେଲୁନ କିଙ୍ଗ, ଆଳୁ ଚାମଚ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ଖେଳ ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।